କଥାରେ ଅଛି, ଭାଗ୍ୟରେ ଥିଲେ ଅବାଞ୍ଛିତ ଫଳ ମିଳେ। ଏହି ଉକ୍ତିଟି ନିରାଟ ସତ୍ୟ। ଏହା ଡକ୍ଟର ହରେକୃଷ୍ଣଙ୍କ ଜୀବନରେ ବେଶ୍ ପ୍ରମାଣିତ ହୋଇଛି, ଯିଏକି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିପାରିଥିଲେ। ମହାତାବ 1899 ମସିହା ନଭେମ୍ବର 21 ତାରିଖରେ ବାଲେଶ୍ୱର ଜିଲ୍ଲା ଆଗରପଡ଼ା ଗାଁରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କୃଷ୍ଣଚରଣ ଦାସ। ହେଲେ ଆଗରପଡ଼ା ଜମିଦାରଙ୍କର ସେ ପୋଷ୍ୟପୁତ୍ର ହୋଇଥିବାରୁ ତାଙ୍କ ସାଙ୍ଗିଆଟି ଦାସ ପରିବର୍ତ୍ତେ ମହାତାବକୁ ପରିବର୍ତ୍ତନ ହୋଇଥିଲା। ମାତ୍ର 7 ମାସ ବେଳେ ତାଙ୍କ ଭାଗ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟିଲା, ଯାହାଦ୍ୱାରା କି ଅତି ଗରିବ ପରିବାରକୁ ଯାଇ ବିରାଟ ଧନୀ ପରିବାର ସେ ବଢ଼ିବାକୁ ଲାଗିଲେ। ଗାଁର ପ୍ରାଥମିକ ବିଦ୍ୟାଳୟରୁ ସେ ପିଲାଟିର ପାଠପଢ଼ା ଆରମ୍ଭ କଲେ। ତାପରେ ସେ ଭଦ୍ରକ ହାଇସ୍କୁଲ ଓ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଗ୍ରହଣ କଲେ। ଯେତେବେଳେ ସେ କଲେଜ ହଷ୍ଟେଲରେ ରହି ପଢ଼ୁଥିଲେ, ସେଠାକାର ବିଳାସପୂର୍ଣ୍ଣ ଚଳଣି ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ। ତେଣୁ ସେ କେତେକ ଛାତ୍ରଙ୍କୁ ଏକାଠି କରି ଏକ ମେସ୍ କରି ସେଠାରେ ରହିଲେ। ତାଙ୍କର ବିଏସ୍ସି ପାଠ ଶେଷ ହେବାରୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥାଏ। ଠିକ୍ ସେତିକିବେଳେ ହଠାତ୍ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ପାଠପଢ଼ା ଛାଡ଼ିଦେଲେ। ଅସହଯୋଗ ଆନ୍ଦୋଳନ ପାଇଁ ଓଡ଼ିଶାର ଗାଁ ଗହଳିରେ ଜନସଚେତନତା ସୃଷ୍ଟି କରାଗଲା। ସୁତରାଂ ଗୋଟିଏ ଗାଁର ଗାନ୍ଧୀଙ୍କ ବାଣୀ ପ୍ରଚାର ପାଇଁ ଯାଉଥାନ୍ତି ମହତାବ ଏବଂ ତାଙ୍କର ବନ୍ଧୁ କରୁଣାକର ପାଣିଗ୍ରାହୀ। ଖାଇବା ପିଇବା ଭୁଲି କଠିନ ପରିଶ୍ରମ କରିବାରୁ ମହାତାବଙ୍କୁ ଭୀଷଣ ଜ୍ୱର ହେଲା। ଫଳରେ ଚିକିତ୍ସା ଓ ବିଶ୍ରାମ ପାଇଁ ସେ ଦୁଇ ବନ୍ଧୁକୁ ଆଶ୍ରମକୁ ଫେରିଯିବାକୁ ହେଲା। ଆଶ୍ରମକୁ ଫେରି ଆସିବା ଲାଗି ସେମାନଙ୍କୁ ରେଳଗାଡ଼ି ଚଢ଼ି ଆସିବାକୁ ପଡ଼େ। ସୁତରାଂ ସେ ଦୁହେଁ ଉଦୁଉଦିଆ ଖରାବେଳରେ ଷ୍ଟେସନ ଅଭିମୁଖେ ଚାଲିଲେ। ସୂର୍ଯ୍ୟଙ୍କ ତାତି ସାଙ୍ଗକୁ ଶରୀରରେ ଜ୍ୱରର ତାତି ଏକାଠି ମିଶିଯିବାରୁ ତାଙ୍କୁ ଭାରି ଶୋଷ ହେଲା। ବାଟରେ ସେମାନେ ଗୋଟିଏ ହେଲେ ବି କୂଅ କି ପୋଖରୀ ଦେଖିଲେ ନାହିଁ। ପାଣି ପିଇବେ ବା କେଉଁଠୁ? ଦୁହେଁ ତୃଷାର୍ତ୍ତ କଣ୍ଠରେ ଆଗେଇ ଚାଲିଥାନ୍ତି। ବାଟରେ ଦେଖିଲେ ଜଣେ ଚାଷୀ ତା ଜମିରେ ହଳ କରୁଛି। ସେ ତା ପାଇଁ ପିଇବା ପାଇଁ ହିଡ଼ ଉପରେ ପାଣି ମାଠିଆଟିଏ ରଖିଛି। ଏହା ଦେଖି ମହାତାବ ସେ ଚାଷୀ ପାଖକୁ ଯାଇ କହିଲେ, ଭାଇ, ଶୋଷରେ ଆମର ତଣ୍ଟି ଶୁଖି ଯାଉଛି। ପାଣି ମୁନ୍ଦିଏ ଦେଲେ ଅନ୍ତତଃ ଆମର ପ୍ରାଣରକ୍ଷା ହୋଇଯିବ। ହେଲେ ସେ ଚାଷୀ ଜଣକ ବିରକ୍ତ ହୋଇ କହିଲା, ଏଠି ପାଣି ଫାଣି କିଛି ବି ନାହିଁ। ମାଠିଆରେ ତ ଅଳ୍ପ ପାଣି ଅଛି, ଯାହାକୁ ମୁଁ ମୋ ପାଇଁ ରଖିଛି। ମୋତେ ଶୋଷ ଲାଗିଲେ କେଉଁଠୁ ପାଇବି? ଯାଅ, ଆଗରେ ଗାଁ ଅଛି, ସେଠୁ ପାଣି ପିଇ ନେବ। ମାତ୍ର ଆଗକୁ ଚାଲି ଚାଲି ଯାଇ ଗାଁରେ ପହଞ୍ଚିବା ଲାଗି ସେମାନଙ୍କ ପାଖରେ ଆବଶ୍ୟକ ଶକ୍ତି ନଥିଲା। ତାପରେ ମହାତାବ ଚାଷୀକୁ ନିଜ ପକେଟରୁ ପଇସାଟିଏ ବାହାର କରି ଦେବାରୁ ସେ ରାଜି ହେଲା। ତାପରେ ମାଠିଆରେ ଥିବା ଖୁବ୍ ଅଳ୍ପ ପାଣିକୁ ସେମାନେ ଦୁଇ ବନ୍ଧୁ ବାଣ୍ଟି କରି ପିଇଲେ। ଆଗରେ ଷ୍ଟେସନ ଝାପ୍ସା ଝାପ୍ସା ହୋଇ ଦେଖାଯାଉଥାଏ। ଦୁହିଁଙ୍କୁ ପ୍ରବଳ ଭୋକ ଲାଗିଲାଣି। ତୃଷା ବି ମେଣ୍ଟି ନାହିଁ ସେମାନଙ୍କର। ସେମାନେ ଏକ ଗାଁ ଦାଣ୍ଡରେ ଚାଲିଛନ୍ତି। ଦେଖିଲେ ଜଣକର ବାରଣ୍ଡାରେ ପଖାଳ କଂସାଏ ବଢ଼ା ହେଇଛି। ସେ ପାଖରେ କେହି ନାହାନ୍ତି। ହେଲେ ଘର କବାଟ ଖୋଲା ଅଛି। ଏହାକୁ ଦେଖି ସେମାନେ ତାଙ୍କ ପ୍ରବଳ ଭୋକ ଆଉ ସମ୍ଭାଳି ପାରିଲେ ନାହିଁ। କାହାକୁ କିଛି ନ କହି ସେମାନେ ତୋରାଣି ତକ ଢକ ଢକ କରି ପିଇଦେଲେ। ଏକଥା ସବୁ ଜାଣିଲା ପରେ ସେ ଘରର ମାଲିକ ସେମାନଙ୍କର ପରିଚୟ ପାଇ ପେଟ ପୂରା ସେମାନଙ୍କୁ ଖାଇବାକୁ ଦେଲା। ସେଠାରେ କିଛି ସମୟ ବିଶ୍ରାମ କଲା ପରେ ସେ ଦୁହେଁ ଷ୍ଟେସନରେ ଯାଇ ପହଞ୍ଚିଲେ। ଅସହଯୋଗ ଆନ୍ଦୋଳନ ବେଳେ ମହାତାବଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଥରେ ଏକ ଗାଡ଼ିରେ ବିଲାତି ଲୋକ ଆସୁଥିଲା। ସେତେବେଳେ ମହାତାବ ଆଜି ନିଜ ଜୀବନକୁ ପାଣି ଛଡ଼େଇ ଗାଡ଼ି ଆଗରେ ଯାଇ ଶୋଇଗଲେ। ତାପରେ ସେଠାରୁ ଗିରଫ ହୋଇ ସେ ଜେଲ୍ ଗଲେ। ଏକଦା ମହତାବ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ କନିକା ରାଜା ତାଙ୍କୁ ଭେଟି ସାନ୍ତ୍ୱନା ଜଣାଇବାକୁ ଯାଇ କହିଲେ, ତୁମେ ତ ରାଜା ପୁଅ, ହେଲେ ମୂର୍ଖ ଅଶିକ୍ଷିତ ଯୁବକମାନଙ୍କ ସହିତ କାହିଁକି ଡେଉଁଛ? ପୁଣି ଏତେ ଦୁଃଖ କଷ୍ଟ କାହିଁକି ବା ସହୁଛ? ମୋ କଥା ମାନି ଘରକୁ ଫେରିଚାଲ। ତୁମର ମୁକ୍ତି ପାଇଁ ମୁଁ ନିଜେ ଗୋରା ସରକାରଙ୍କୁ ସୁପାରିଶ କରିବି। ଏହା ଶୁଣି ମହତାବ ଦୃଢ଼ କଣ୍ଠରେ କହିଲେ, ମୁଁ ଜଣେ ଅସହଯୋଗୀ। କାହାର ଅନୁଗ୍ରହ ଉପରେ ନିର୍ଭର କରି ମୁଁ କର୍ମକ୍ଷେତ୍ରକୁ ବାହାରି ନାହିଁ। ଆପଣ ଆପଣଙ୍କ ବାଟରେ ଯାଆନ୍ତୁ। ମୁଁ ଆପଣଙ୍କଠୁ ଏ ମୂଲ୍ୟହୀନ ଉପଦେଶ ଶୁଣିବାକୁ ମୋଟେ ଚାହେଁନି। ଏହିଭଳି
କଷ୍ଟରେ ଯେଉଁ ମହାତ୍ମାଙ୍କର ଜୀବନୀ କଟିଥିଲା, ଇଣ୍ଡିଆ ସ୍ୱାଧୀନ ହେଲା ପରେ ଆମ ରାଜ୍ୟ ଓଡ଼ିଶାର ସେ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ତାଙ୍କ ଉଦ୍ୟମରେ କଟକରେ ବେତାର କେନ୍ଦ୍ର, ଏସିଆରେ ବୃହତ୍ତମ ନଦୀବନ୍ଧ ଯୋଜନା ଓ ହୀରାକୁଦ ବନ୍ଧ ଓ ଆମ ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ନିର୍ମିତ ହୋଇଥିଲା। ଏହାଛଡ଼ା ମହତାବଜୀ ଥିଲେ ଜଣେ ମହାନ ଯୁଗପୁରୁଷ ଓ ସଂଗ୍ରାମୀ, କବି, ଗାଳ୍ପିକ, ସାହିତ୍ୟିକ ଓ ଐତିହାସିକ ଓ ସଂସ୍କାରକ ଭାବରେ ତାଙ୍କର ଭାରି ନାଁ ଥିଲା। ଦର୍ଶକ ବନ୍ଧୁମାନେ, ଯଦି ମୋ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।